What is PAN 2.0? ଏହା କ'ଣ ସମସ୍ତଙ୍କ ପାଇଁ? ଏହା କାହା ପାଇଁ ଇଲିଜିବୁଲ୍? ଏବଂ ଏହାର କ'ଣ ଫ୍ୟୁଚର ରହିବ? ଏହାକୁ ଆପ୍ଲାଏ କଲେ କେତେ ଟଙ୍କା ଚାର୍ଜେସ୍ ରହିବ? ଆସନ୍ତୁ ଭିଡ଼ିଓରେ ସବୁ କିଛି ଡିଟେଲ୍ସ ଜାଣିବା। ଏମିତି ଇନଫର୍ମେଟିଭ୍ ଭିଡ଼ିଓ ଦେଖିବାକୁ ଚାହୁଁଥିଲେ ଓଡ଼ିଶା ଏରର ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ। ପାନ୍ ହୁଇଚ୍ ମିନ୍ସ ପରମାନେଣ୍ଟ ଆକାଉଣ୍ଟ ନମ୍ବର, ଯାହାକି 18 ବର୍ଷରୁ ଉର୍ଦ୍ଧ୍ୱ ଲୋକମାନଙ୍କର ଆପ୍ଲାଏ ହୋଇପାରିବ। ବଟ୍ ଏବେ ନ୍ୟୁ ସ୍କିମ୍ ଲଞ୍ଚ ହେଇଛି, ଯାହାକି ପାନ୍ 2.0। ଏହା ନଭେମ୍ବର 2024ରେ ପ୍ରୋଜେକ୍ଟଟି ଲଞ୍ଚ ହେଇଛି, ଯାହାକି ଇନକମ୍ ଟ୍ୟାକ୍ସ ଲଞ୍ଚ କରିଥିଲା। ଏହା ଲଞ୍ଚ କରିବାର କାରଣ, ନ୍ୟୁ ପାନ୍ କାର୍ଡ଼ ଦେଖିବାକୁ ଗଲେ ସବୁ କିଛି ଡିଟେଲ୍ସ ରହୁଛି, ତା ସହିତ ଏମିତି QR କୋଡ଼ ରହୁଛି, କିନ୍ତୁ ଏମିତି QR କୋଡ଼ ପୁରୁଣା ପାନ୍ କାର୍ଡ଼ରେ ଆଭେଲେବୁଲ୍ ନାହିଁ। ଆପଣ ଭାବୁଥିବେ ଏମିତି QR କୋଡ଼ ରହିଲେ କ'ଣ ହେବ? ଜାଣି ରଖନ୍ତୁ, QR କୋଡ଼ ରହିଲେ ଆପଣ ଯେଉଁଠି ବି ପାନ୍ କାର୍ଡ଼ ୟୁଜ୍ କରୁଛନ୍ତି, QR କୋଡ଼ ରହିଲେ ଆପଣଙ୍କର ଆଇଡେଣ୍ଟି ଭେରିଫିକେସନ୍ ଫାଷ୍ଟ ରହିବ, କିମ୍ବା QR କୋଡ଼ ରହିଲେ ଅଥେଣ୍ଟିକେଟ୍ କରିବାକୁ ଇଜି ରହିବ। ଏହା ଯେଉଁମାନଙ୍କର ପାନ୍ କାର୍ଡ଼ରେ QR କୋଡ଼ ନାହିଁ, ସେମାନେ ହିଁ କେବଳ ଅପଗ୍ରେଡ୍ କରିପାରିବେ। ସେଥିପାଇଁ NSDL ବା UTTSL ସାଇଟ୍ରେ ଆବେଦନ କରିପାରିବେ। ଆବେଦନ ପାଇଁ ଆପଣଙ୍କର କେବଳ 50 ଟଙ୍କା ଚାର୍ଜେସ୍ ରହୁଛି, ଯାହାକି କେବଳ ପୋଷ୍ଟାଲର ଡେଲିଭରି ଫି ରହୁଛି। ଏମିତି ଇନଫର୍ମେଟିଭ୍ ଭିଡ଼ିଓ ଦେଖିବାକୁ ଚାହୁଁଥିଲେ ଓଡ଼ିଶା ଏରର ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ। ଥ୍ୟାଙ୍କ ୟୁ।